हेलो फ्रेंड्स, आज है श्रावण मासर द्वितीय पाली तो से सकाल सकाल उठी गाधे पाधे बेलपत्र तुलसी मंदिर जावाई मो सहित बाबू भी जाऊँगी। आज तो जानी श्रावण के भिड़ तथापि भी चेष्टा कर कमी कौन कर बेलपत्र तुलसी आपण मैंने जाऊँ तो आज जदि जाइछन्ति कौ जगह जाइछन्ति मते टे कमेंट रे कहिबे। बरकोली पत्र तुलुची माने आम सेपटे मंदिर बरकोली पत्र लगे केवल बरणी चरण हेले रुद्र अभिषेक हेले लगे कि एपटे बरकोली पत्र एनी टाइम लगे। विश्व महादेव से गोटे कान्हा अच्छा पाखे भी लगे कलशटा नहीं पानी बरकोली पत्र रखी जाए फूल फूल नहीं भोक पेड़ा नहीं कदली नहीं मंदिर जो बाहर कहीं कलश सर्ट अच्छी तो से बाबू ए गाड़ी नहीं आसीगले एबे आमे जीवा ପାଇଁ पूरा रेडी एबे जीवा ना एबे जीवा एबे जीवा एबे जीवा चलो एबे आमे मंदिर चललु मंदिर पूजा सारी आसिलेन सब पूजा सारी गले ना दीदा ऐसे ही जाऊ ना कर से आसिले मंदिर पाखापाखि पहुँचलु मंदिर के भिड़ भिड़ पूरा किसी ना भितर अच्छा एति पानी एति पानी बसले पूरा भक्त है शिवंकर बसई धूप जालिया परिक्रमा शिव मंदिर परिक्रमा करते पड़ेगा जगन्नाथ मंदिर पूरा पवन नहीं ना चार 5 फोन कर हाथ भाई देखिया फूल गछड़ा सब दिन पानी भी दिया है ना बुझला ना कौन सब तार परिस्थिति है मुझे एपर्यंत छाणी बहुत दिन फूल गछ पानी दिखाई से एलोवेरा गछ देखना जो बुदा है सब किया गछ एलोवेरा गछ किया गछ एत मोटा मोटा है
ପାଣି କେମିତି ଦେମିଲ? କିଛି ଗୋଟେ ମଗ ଫଗ ସିନା ପାଣି ଦେଇଥାନ୍ତି, କେମିତି ଦେବି ପାଣି? ମଗ ସେଇଟା କଣ ହଉଛି? ଏଇ ମାନେ ମନ୍ଦାର ଫୁଲ ଗଛ। ଏଇଟା କିଛି ଗଛ ତ ନାହିଁ, ମରି ସାରିଲାଣି। ଏଇ ଯୋଉ ଏଇଟା ଧଳାଟା କି ଅଛନି? ହୁଁ ଏ ଧଳାଟା କି ଫୁଲ ଅଛନି? ସ୍ଥଳ ଚମ୍ପା। ଏଇଟା ସ୍ଥଳ ପଦ୍ମ, ସ୍ଥଳ ପଦ୍ମ। ଏଟା ସ୍ଥଳ ପଦ୍ମ ନୁହେଁ। ହୁଁ ଇଏ ହଉଛି ତରାଟ ଫୁଲ। ହେଇ ସ୍ଥଳ ପଦ୍ମ। ହଁ। ଆଉ ଏଟା? ଏଟା? ସେଟା ମନ୍ଦାର ଫୁଲ, ହାଇବ୍ରିଡ ମନ୍ଦାର। ହଳଦିଆ ଏଇଟା ମନ୍ଦାର। ଦେଖ ତାକୁ ଭାଙ୍ଗିଦବା, ଏଇ କଅଁଳେଇକି ହବ। ଦେଖୁନ। ଶୁଖି ହେଇଛି ନା ଯୋଉ। ହଁ ଶୁଖିଯାଇଛି। ଏ ଯୋଉ ଘାସ ଯୋଉ ଗୋଟେ ହେଇଛି। ଉପାଡି ଦେନି। ତୁ ଉପାଡ଼ି ପାରୁଛୁ, ଛା ତୋ ଦ୍ୱାରା ହବନି। ନା ମୋ ଦ୍ୱାରା ହବନି କିଏ କହୁଛି? ଏଇ ଗଛ। କୋଉଟା? ବଢିଆ ସୁନ୍ଦର ଫୁଲ ହେଇଛି, ଏଇ ଯୋଉ ଏଇଟା। ସିଏ ଏଇଟା ଯେ ସେଇଟା ସେ। ସେଟା ପୁଆ ଲଗା ହେଇଛି ବା। ଏଟା କଣ? ଏଇଟା ପୁରା ମରିଯାଇଛି। ମରିଯାଇଛି? ହଁ। ତାକୁ ଉପାଡ଼ି ଦେ। ଏବେ କିଛି ନାହିଁ, ଉପାଡ଼ି ଦେ। ଶୁଖିକି ପୁରା ଯା। ସେଟା ଆମ ଧଳା ମନ୍ଦାର। ତାର ଭଲ ସେ ଯତ୍ନ ନେଇଥିଲେ ସେ ହେଇଥାନ୍ତାନି। ଆଉ ଏଇଟା ଗୋଟେ କି ଅଲଗା ଗଛ ଗୋଟେ, କିଛି କାଜୁ ଗଛ କି? ଉଁ କାଜୁ ଗଛ କି? ନା ନା। ଆଉ ସେଇ ଫୁଲ ଗଛ ଲଗା ହେଇଛି, ଉଠିଲେ ଉଠିବ। ଆକୁ ପାଣି କେମିତି ଦେବି? ଟେକିକି ଦେବି। ତ ବେଶୀ ପାଣି ଦେନା, ହାଲକା ଥାଉ ବେଶୀ ଦେନା। ଏଇଆଡେ ନା ନା ହେଟା ଦେନା। ଦେବିନି? ନା ନା, ଯୋଉ ହେଲା ନା ପବନ। ହଁ ସେ ଛାତ ଉପରେ ଅଛି ତ, ସେ ଗଛ ମରିଗଲା। ହଁ। ମାଟିରେ ଲଗା ହେଇଥିଲେ ସେ ଗଛ ବଞ୍ଚିଥାନ୍ତା। ଶୁଖି ଦେଖୁଛୁନି ଏଇଠୁ ଶୁଖିଯାଇଛି। ଏଇଟା କି ଗଛ? ସେ ବା ତାରି କୁଆଁ କାଟିଛି ସେ। ଏଇଟା କଣ କି ଗଛ ଏଟା? ଏଟା ବା ଆମ ଗୋଲାପୀ ମନ୍ଦାର ଗଛ। ଓହୋ, ଗୋଲାପି ଗୋଲାପି ଫୁଟିବ। ହୁଁ, ବଡ ବଡ ହବ। ଶୁଣନି, ହୁଁ ଏଇଥର ଯୋଉ ଶିବ ମନ୍ଦିର ଗଲେ, ଏଇ ଫୁଲ ନେଇକି ଯିବା। ସ୍ଥଳ ଶିବ ମନ୍ଦିର ଯିବା ଯେ। ଏଇ ଯୋଉ କାହ୍ନା ଯୋଉ ନାହାନ୍ତି ନା, ତାଙ୍କ ପାଖରେ ଧଳା ଫୁଲ ଲାଗିବ। ଇଏ ଆହୁରି ଗଛ ଏଇ ଯୋଉ କଣ ଆସିବ ଏଇଟାର। କଣ୍ଟା ଗଛ କି ଗଛ? ଉଁ ଏଇଟା କଣ୍ଟା ଗଛଟା କି ଗଛ? ଏଇ ବା। ହେରା ଫୁଲ ଗଛ, ଭଲ ଫୁଲ ଫୁଟିବ, ବଢିଆ ସୁନ୍ଦର ଦେଖାହବ। ପୁରା କଣ୍ଟା। ପୁରା କଣ୍ଟା। ଏଇଠୁ ତ ନେଇକି ତ ମୁହଁରେ ଲଗେଇଲେ ହବ। ହୁଁ। ସେଟା କଣ କେମିକାଲ ମିଶିଛି, ଏଟା ପୁରା ଅରିଜିନାଲ ଆଁ? ଏଟା ଅନଲି ଦିଆ ହଉଛି ଘାସ ମାନେ ଯୋଉ ଗୋବର ଫୋବର ଦେଇକି ଲଗଉଛି। ତୁ ଆସିକି ଏଗୁଡାକ ପାଣି ପୁରା ଫାଣି ଫାଙ୍କା। ଦଉନୁ, ଛାତକୁ ଆସୁନୁ ଟୋଟାଲି। ମା ସେଇନୁ ଲତି ହେଇଗଲାଣି। ଘାସ ଗୁଡା ସବୁ ଉଠିଯାଇଛି ନା, ବହୁତ ଦିନ ହେଲା ଦିଆହେଇନି ଗଛ। ତା ଦୁବ ଘାସ ସେଠି ଏଠି। ସାର ଆସିକି ଦିଆହେଇନି, ସାର ଦିଆହବ। ନା ନା, ଆକୁ ପରିଷ୍କାର କରିଦେଇକି ସାର ଦବ। ବୁଝିଲନା? ହୁଁ, ଗାଈ ଗୋବର ଟିକେ ଦେଇଦେଇକି, ହୁଁ ଖତ ଟିକେ ଦେଇଦେଇକି, ସାର ଦେଇଦେଲେ। ପୁରା ସୁନ୍ଦର ହେଇଛି, ଘାସ ଗୁଡାକ ପୁରା ସୁନ୍ଦର ହେଇଛି। ଏଇଟା ସବୁଠୁ ଭଲ ଗଛ। ଏଇ ଯୋଉ ଗଛଟା ଲଗାଯାଇଛି, ଏଇ ଗଛଟା ଫୁଲ ପୁରା ପେନ୍ଥା ଏଟା ପେନ୍ଥା। କି ଗଛ? ଏଇଟା କଣ ଲାଲ ଟକାଟ। ଲାଲ ଟମାଟୋ, ହୁଁ ଆକୁ କି ପୂଜା ପତ୍ର? ହୁଁ କେତେ ସୁନ୍ଦର ସବୁ ଗଛ, ଫୁଲ କାହିଁକି ହଉନି? ଆଉ ଏଇ ବା ଯୋଉ ପବନ ଧୁମୁ ହେଲା ଭାଙ୍ଗିଗଲା ଡାଳ ସବୁ, ଓହୋ ଇଏ ଗଛ ହାଇଟ ଏତେ ବଡ ହେଇଥିଲା, ମୂଳରୁ ଭାଙ୍ଗିଦେଲା। ନା ଆକୁ ସାର ବିଷ ଦରକାର। ହୁଁ। ସେଇଥିପାଇଁ ହଉନି, ଇଏ ଏଟାର କିଛି ନାହିଁ। ହୁଁ, ଏଲୋରା ଗଛ ପୁରା ଭର୍ତ୍ତି। ହୁଁ, ଏଲୋବେରା ଗଛ ସେଠି ଗୋଟେ ଟ୍ରେ, ସେଠି ଗୋଟେ ଟ୍ରେ, ଏଇ ଟ୍ରେ ଟା ପୁରା ମୋଟା ମୋଟା ହେଇଛି, ସେଇଟା ସେଟା ବା ଗେଞ୍ଜି ଗେଞ୍ଜି ହେଇଛି ତ, ହେଇନି। ତାର ଉପାରି ଗୋଟେ ଯାହା ଲଗେଇଦେଲେ ହେଇଯିବ। ଏଇ ଯୋଉ ସବୁ ଫାଙ୍କା ନାହିଁ ନା, ସେଇଥିରେ ସବୁ ଲଗେଇବ। ସବୁ କୁଆଁ କାଟିଲାଣି ଯେ, ଏ ଯୋଉ କୁଆଁ କାଟିଛି। କିଣିକି ଆଣିକି ଲଗେଇଥିଲ? ହୁଁ। ଗୋଟେରେ ଏତିକି ହେଲେ, ଗୋଟିଏ ଗଛକୁ ତା ମାନେ ସେ ଜାମ୍ ହେଇଗଲେଣି, ଆଙ୍କର ଅଧିକ ଜାଗା ଦରକାର, ମାନେ ଏଇଭଳିଆ ଏଇଟା ଜାଗା ନା? ପଚିଗଲାଣି ଭାଇ। ଏଇଟା ଉପରିଆ କେମିତି ହୁଏନି ଗୋଟେ? ହଁ ଉପରିଆ ପାଇଁ ଜାଗା ଥାଆନ୍ତା କି? ତାର ବୁରା ଫୁରା ହେଇଥିଲେ ଟେକିନିକ ଉପରେ ବସନ୍ତି, ଏଇଟା ପ୍ଲାଷ୍ଟିକ ଟା ବସିବନି ନା? ହୁଁ ମାନେ ତଳକୁ ଚେର ମାରିବନି, ପ୍ଲାଷ୍ଟିକ ଟା ଚେର କେମିତି ମାରିବ? ସେଇ ସ୍ଥଳ ପଦ୍ମ ଏଟା ହୁଁ ଲାଲିଆ ଫୁଟିବ। ବଢିଆ ହେଇଥାନ୍ତା ନା?
ମାନେ ମୁଣ୍ଡ ଫୁଣ୍ଡ ବିନ୍ଧିଲା ମାନେ ମାରେ ନା ମୋ ଉପରେ ରହିଛି। ଆନି ଗୋଟେ ଜାଗା ଦେଖୁଛୁ ଖୋଳିକି କାଢିଦବା। କେମିତି? ଏବେ ତାଙ୍କର ସେଠି ଗୋଟେ ଲଗେଇଛନ୍ତି କଣ ନା? ହଁ ହୁଁ ଉପୁଡିଛି। ନେ ଲଗେଇଦେ। ସେଇଠି ଲଗେଇଦବା। ନେ 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 ଲାଗିଗଲା ପରେ ତାକୁ ଏଇ ଯୋଉ କୁଣ୍ଡ ଟା ନାହିଁ ନା ହୁଁ ଏଇଟାରେ ହିଁ ଲାଗିପାରେ କାରଣ ମାଟି ଅଛି ନା ଏଟା ଲାଗିପାରିବ। ଦଉଛି ଗଛ ହୁଁ ଏ ନେ ନେ ଗଛ ତୁ ଯତ୍ନ ନଉନୁ ଖାଲି ଫୁଲ ଗଛ ଖାଲି କହିଲେ କି ହବ? ହେଲା ବାପ ଦେଖୁଛୁ ନା ଗଛ ଅଛି। ଏଇ ଗଛ ଟା ଲଗେଇଲେ ଏଟାର ପାଣି ଦେଇଦବ ଟିକେ। ଏରା ଘାସ କାଟିଦେନି କାହିଁକି? କାଟିଦେ ଗଛ ଲଗେଇଦବା। କାହିଁକି ତ ହବ ନା ଦେଖେ ଗଛ ନା ଏଇ ଘାସ ହବନି ପୁରା ଏ ଘାସର ମାଟି କଣ ପୁରା ସେ ଇଏ ତା ହେଇଯାଇଛି ପିଇଦେ ତା ଚେର ହିଁ ଏଗୁଡା ସବୁ। ଦେଖି ପଚାରି ଦେ ହୁଁ। ତା ଚେର ଦେଖିପାରୁଛ ନା ସେ କଣ ମାଟି ନା କଣ ତା ଚେର। ହବ କେର। ଆଉ ଗୋଟେ ଲଗେଇବୁ ଗଛ ଆଲୋଭେରା। ହୁଁ ଏଇଟା ତା ଚେର ସେ ଆଉ ହବନି। ନେ ଏଇ ଗଛଟା ଲଗେଇଦେ। କୋଉଠି ଲଗେଇବି ଏଟାକୁ ପୁଣି? ହେ ପାଖ ଲଗେଇଦେ ପାଖ କୁଣ୍ଡରେ ନେ। ରଡ୍ ଟା ଦେଲ ଏଇଟା ଚେର ଇଏ ଆଉ କିଛି ହବନି। ମାଟି ଦିଆ ହେଇକି ଲଗା ହବ ଆଉଥରେ ଆଉ। ହୁଁ। ଫୁଲ ଗଛ ଗଲେ ଏଥର କିଣିକି ଆଣିଲେ ହୁଁ। ତାକୁ ଲଗା ହବ ବୋଲି। ହାଲକା ପାଣି ଦବୁ। ହୁଁ। ମୂଳ କେତେ ଫୁଲ ହୁଅନ୍ତା ନା ତ ଯୁଗରୁ ହଉନାହିଁ। କଣ ପାଇଁ? ତୁ ତାକୁ ଗଛ ଟାକୁ ମୁଁ ରହୁନାହିଁ ତୁ ଟିକେ ଯତ୍ନ ନିଅନ୍ତେ ହଁ ହୁଅନ୍ତାନି ନା ଯତ୍ନ ନଉନୁ ଆଉ। ସେ ଘାସ ବା ଉପାଡି ହିଁ ହଉନାହିଁ। ଘାସ ସବୁ ଉଠିଯାଇଛି। ମାନେ ଏଇ ଗୋଟେ ଫାଙ୍କା ସିଏ ଗୋଟେ ଫାଙ୍କା ଏ ଢେର ସୁନ୍ଦର ଗଛ ଫୁଲ ହେଇଥିବ। ଦେଖୁଛୁ ନାଇଁ ହୁଁ ମୁଁ ବା ଏଥରକ ଯୋଉ ଶିବ ମନ୍ଦିର ଗଲେ ଯୋଉ ଥାର୍ଡ ପାଳିରେ ଏଇଟା ନେଇଥିଲି। ଏସବୁ ଉପାଡି ଉପାଡିକି ଦେଲେ ଲାଭ ନାହିଁ। ଏସବୁ ଉପାଡିକି ତାକୁ ଯୋଉ ଲଗେଇଦେଲେ ସେ ପୁଣି ହବ। କଣ ହବ ପୁଣି? ଏଲୋବେରା ଗଛ ଟା ହୁଁ ଜାଗା ପାଉନି ହବ ନହେଲେ ହାଇଟ୍ ହୁଅନ୍ତା। କି ବଡ ବଡ ହବ? ଆଉ ଏ ବଡ ବଡ ହେଇଥିଲା ବା ଖରା ଦିନରେ ଭଲ ହଉଛି ବର୍ଷା ଦିନ ତ ଓହୋ। ସେଥିପାଇଁ ମାନେ ଗଛ ଟା ବଢୁ ନାହିଁ ଗଛ ଟା। ଏତେ ଘନ ଛାତ ଉପରେ ଘାସ ହେଇଗଲାଣି। ଆହୁରି ଫୁଲ ଗଛ ଆଉ ହଳଦିଆ ମନ୍ଦା ଲାଲିଆ ମଣ୍ଡା ଗୋଲାପୀ ମଣ୍ଡା ଆହୁରି ମନ୍ଦାର ସେ ଫୁଲ କେତେ ସୁନ୍ଦର ଦେଖାଯାଉଥିଲା ନା ଆଗରୁ ହୁଁ ଏବେ କଣ ବାହାରିଛି। କଣ ବାହାରିଛି? ଏମିତି ଲାଗିଥିଲା ଆଗରୁ କେତେ ସୁନ୍ଦର ଦେଖାଯାଉଥିଲା ନା କେତେ ଗଛ ହେଲା କେତେ ସୁନ୍ଦର। ହୁଁ ସେ ହେଇନି ଗଛ ଏଇଟା ପୁରା ଝାଙ୍କାଳି ଗଲାଣି ନା ଏଇଟାକୁ ଉପାରି ଲଗେଇଦେନି ସେଠି ନେଇ ଆଉ ଲଗାଅନି ଏଇଖିଣା ସେ ଥାଉ ସିଏ କେବଳ ସେଇ ଗଛଟା ହିଁ ସେଇଠି ଲାଗୁ। ଆଉ ସେଠି ଅଲଗା ନା ଫେରେ ସେ ଲଗାଅ। ଏଇ ଗଛ ଲଗେଇଦେଲେ ସେ ଇଏ ଘାସ ଗଛ ହବନି ଆଉ ହୁଁ ଘାସ ଗଛ ଟା ମରିଯିବ। ସେଇ କୁଣ୍ଡ ଲଗେଇ ସେଇ କୁଣ୍ଡ ଲଗେଇ ସେଇ ଯୋଉ ଘାସ ହେଇଛି ମେଞ୍ଚେ ମେଞ୍ଚେ। ସେଠି ଗୋଟେ ଫୁଲ ଗଛ ଲାଗିବ। ସେଟା ଲଗେଇବା ଏଇଆକୁ ନେଇକି ଲଗେଇଦେଲେ ସିଏ ହବନି ନ ଲଗେଇଲା ବେଳକୁ ସେ ଘାସ ଗଛ ଗୁଡାକ ତା ଦେହରେ ମାନେ ଜାମ୍ ଘାସ ବିଷ ପକେଇ ଦିଅନ୍ତି କିନ୍ତୁ ଇଏ ଗଛ ମରିଯିବ।
ଘାସ ବେଶଟା ହାର୍ଡ ବା। ଘାସ ବେଶୀ ପଡିବ ମାନେ ସେ ଗଛ ମରିବ। କୋଉଠୁ ଉପାରିବ ପୁଆ? ଏଇଟା ନେଇଯା। ଏଇଟା ନେଇଯା। ଉପାଡି ହବନି। କିଏ କହିଲା ହବନି? ଏଇଟା ମୁଁ ଜଣକୁ ଗୋଟିଏ ମାଗିକି ଆଣିଥିଲି। ଗୋଟେ କିଣିକି ଆଣିଥିଲି ଗୋଟେ ମାଗିକି ଆଣିଥିଲି। ଦିଟା ଗଛ। ଏଇଥିରେ ହେଇଗଲାଣି ବହୁତ। ନେ। ଏଇଠି? ହୁଁ। ଦିଅ। ଏସବୁ ତା ଗୁଡାକ ଇଏଟା ଗଛ ହେଇଯିବ। ସହଜ ମରିଯିବ। ହଁ ହେଇ କହୁଛନ୍ତି ଏଇଠି ଲାଗେନା ମରି ମୁରା ଯିବ କାଳେ। ସେଇଟା ଦେଖିବୁ ଗଛ ପକା ଭର୍ତ୍ତି ହେଇଯିବ। ଏ ଏଲୋଡା ଗଛ ଦିଟା ଥିଲା। ହୁଁ। ଦିଟାରୁ ଏତିକି ଗଛ ହେଇଛି। ସତରେ? ମୁଁ ଭଲି ଦବୁ ସିଧା କରିକି ବାଙ୍କି ହେଲେ ସେ ଗଛ ଏଇ ସବୁ ଗଛକୁ ମାରିଦବ। ଆଉ ଗୋଟେ ଏଇଠି ପୋତି ଦେ। ଇଏ ଗଛ ଡେଙ୍ଗା ହେଇଯିବ। ଇଏ ବହୁତ ଡେଙ୍ଗା ହେଇଥିଲା ତୁ ଜାଣିପାରୁ ଏଇ ସବୁ ମରିଚି ଗଛ ସବୁ। ପବନ ଦେଇକି ମାରି ଦେଇଥିବ। ଭାଙ୍ଗି ଦେଇଛି ଭାଙ୍ଗିଲା ପରେ ମରିଗଲା। ମାଟି ନାହିଁ ନା ସେଇଥିପାଇଁ। ହେଲା। ହାଲକା ପାଣି ଖାଲି ଛିଞ୍ଚି ଦେ। ତୁ ସେଇଥିରେ ପାଣି ନେଇକି ଆଉଛ? ହୁଁ। ହଉ ବେଶୀ ପାଣି ଦେନା। ସେ ଗଛ ଦେଖୁନ ସେତିକି ହେଇସାରିଲାଣି। ସେ ଗଛ ପାଣି ନଦେଲେ ବି ସେ ବଞ୍ଚିବ। ହୁଁ। ତାକୁ ଗୋଟେ ଆଣିଥିଲି କେତେ 10 ଟଙ୍କା ଦେଇ ଗୋଟେ ପୁଆ ଆଣିଥିଲି ସେ ପୁରା ଏଠି ଆମେ ସେ ତଳେ ସବୁ ଜାଗା ପୁରା ଭର୍ତ୍ତି କରିଦେଲାଣି। ସାଇଜ କରି ରଖିଦେ। ହୁଁ ସେଇଠି ସାଇଡ କରି ରଖିଲେ। ସାଇଜ କରି ରଖିଦେ। ଆହୁରି ଗଛ ଆସିବ ସେ କୁଣ୍ଡରେ ଗଛ ମରିଯାଇଛି ସେଠି। ଇଏ କୁଣ୍ଡରେ ଗଛ ମରିଚି ସେଠି କୁଣ୍ଡରେ ଗଛ ମରିଚି। 1 2 3 4 ଚାରିଟା ଗଛ ଆହୁରି ଆସିବ। 5ଟା ଗଛ ଆସିବ। 5ଟା ଗଛ ମରିଯାଇଛି। 5ଟା ଫୁଲ ଗଛ ଥିଲା ସେ ଫୁଲ ହଉଥିଲା ସେ। ସେ ଫୁଲ ଗଛ ଥିଲା ସେ ମରିଯାଇଛି ଏବେ ଆଉ। ହାତରେ ଧୋଇଦେ ଧୋଇଦେ।